ଦେଖ ତାଙ୍କର ଜ୍ଞାନ କେତେ ଦୂର ଅଛି ମୁଁ ନାଇଁ ଜାଣି। ଜଣେ ଲୋକ ତାର ଧାର୍ମିକ ବ୍ୟକ୍ତିଗତ କାମରେ ଆଇଲା, ପୁରୀ ଦର୍ଶନ କଲା, ତାକୁ ସମାଲୋଚନା କରବାରଟା କେତେ ଦୂର ଯୁକ୍ତିଯୁକ୍ତ ମୁଁ ବୁଝି ନାଇଁ ପାରେ। ଗୋଟେ ଲୋକ ତାର ଧାର୍ମିକ ଅଧିକାର ଅଛି, ପ୍ରତ୍ୟେକ ମଣିଷର ଧାର୍ମିକ ଅଧିକାର ଅଛି। ସେ ତାର ଧାର୍ମିକ କାମରେ ଆଇଲା, ତାକୁ କ୍ରିଟିସାଇଜ କରବାର କିଛି ଆବଶ୍ୟକ ନାହିଁ। କଂଗ୍ରେସ ତ ଗୋଟେ ଦେଶଦ୍ରୋହୀ ପାର୍ଟିଟିଏ। ସେ ଦେଶଦ୍ରୋହୀ ପାର୍ଟିରେ ଭକ୍ତ ଦାସ କାମ କରୁଛନ୍, ତାକୁ ଯେନ୍ ପାପ লাগবা ସେ ପାପର ପ୍ରାୟଶ୍ଚିତ କେନେ করবে କହୁন। ভোটার ମାନଙ୍କର লিଷ୍ଟ ନା ବିଲ୍ କଟି ଯାଇଛି ସବୁ କଟବା ଯେନ୍ମାନେ ବିଦେଶୀ ନାଗରିକ ଆନ୍ ସେମାନଙ୍କର ନାଁ କଟବାର କଥା। ଆମେ ତ କାହାକୁ ନାଇଁ କରି, ହଜାର ହଜାର ଲୋକ, ଗୋଟେ ଲୋକର ନାଁ ଚାରି ଜାଗାରେ ବାହାରୁଛି, ଆଉ ସେମାନେ କେହି ଭାରତୀୟ ନାଗରିକ ନୁହନ୍। ତାଙ୍କୁ ଦେଖିଲା ବେଳକୁ ସେମାନେ ବାଂଲାଦେଶ କେନର କେନର ନାଗରିକ। এটা বন্ধ হবার উচিত। ଆଉ ବନ୍ଦ ଯଦି କରିଛନ୍ ଇଲେକ୍ସନ କମିଶନକୁ ମୁଇଁ ଧନ୍ୟବାଦ ଦେବି ଆଉ ବଧେଇ ଜଣାଉଛି। ଏନ୍ତା ଆହୁରି ବ୍ୟାପକ କରୁ, ଯେନ୍ମାନେ ବିଦେଶୀ ନାଗରିକ ଆମର ଭୋଟର ଲିଷ୍ଟରୁ ତାଙ୍କର ନାଁ, ରାସନ କାର୍ଡରୁ ତାଙ୍କର ନାଁ, ସବୁଥିରୁ ତାଙ୍କର ନାଁ କଟାଏ। ଦେଖୁନ୍, ଇଲେକ୍ସନ କମିଶନ କି ଅନୁଷ୍ଠାନକୁ ନିନ୍ଦା କରବାରଟା ହାରି ମାନେ ଗୋଟେ କାମଟେ ନାଇଁ ହେଇପାରିଲେ ସେମାନେ ପାଞ୍ଚ ଜାଗାରେ କହୁଛନ୍। ତ ହାରି ଯାଉଛନ୍, ହାରିଗଲେ ସେମାନେ ସହି ନାଇଁ ପାରବାର୍। ନଡ଼ିଆ ଫଟା ଫଟା ମାନେ ବଣାରୀର ମୁଣ୍ଡରେ ଯେନ୍ତା ଫଟା ବୋଲସନ୍, ଏନ୍ତା ଇଲେକ୍ସନ କମିଶନର ମୁଣ୍ଡା ଫଟଉଛନ୍। ତ ଇଏ କିଛି କଥା ନୁହେଁ। ଆମେ ଯେନ୍ ଜାଗାରେ ସେମାନେ କର୍ଣ୍ଣାଟକରେ କେନ୍ଦ୍ର ଆଉ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ୱେ ସେମାନେ ଜିତିଲେ, ତ ସେଟା ତ କିଛି ନାହିଁ ନା। ଆଉ ସେନ୍ତା ହିମାଚଳ ପ୍ରଦେଶରେ ଜିତିଲେ, ସେଟା ସେଟା ଇଲେକ୍ସନ କମିଶନ ଭଲ ଥିଲା। ହାରିଗଲେ ଇଲେକ୍ସନ କମିଶନ ଖରାପ। ବିଚିତ୍ର କଥା ନାହିଁ ଏଇଟା।